ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ସନ୍ତାନ, ତମ ଜୀବନରେ ଯାହା ବି ସଂଘର୍ଷ ଚାଲିଛି, ସେ ସଂଘର୍ଷ କିଛି ଦିନରେ ଦୂର ହେବ। ସନ୍ତାନ, ତମେ ଜମା ବି ନିଜ ମନ ଦୁଃଖ କରନି। ସନ୍ତାନ, ଏ ଦୁନିଆକୁ ତମେ ଆସିଛ ମାନେ ସଂଘର୍ଷ ତ ରହିବ। ସଂଘର୍ଷ ମାନେ ହିଁ ଜୀବନ। ସନ୍ତାନ, ଯାହା ପାଖରେ ସଂଘର୍ଷ ନାହିଁ ସେ ଭଗବାନଙ୍କୁ ଡାକିବ କେମିତି? ସନ୍ତାନ, ସେଥିଲାଗି ତମେ ଭଗବାନଙ୍କୁ, ଯାହା ପାଖରେ ବେଶୀ ସଂଘର୍ଷ, ଯାହା ପାଖରେ ବେଶୀ ଦୁଃଖ କଷ୍ଟ, ସିଏ ସେତେ ଭଗବାନଙ୍କର ପ୍ରିୟ ହୋଇଥାଏ। ତମେ ଜମା ବି ନିଜକୁ ହତାଶ କରନି। ସନ୍ତାନ, ତମେ ତମ କର୍ତ୍ତବ୍ୟ, ତମ କର୍ମ ତମେ କରିଚାଲ। ତମ ବାବା ତମ ସହିତ ସବୁବେଳେ ରହିଥିବ। କେବଳ ତମେ ତମ କର୍ତ୍ତବ୍ୟ ପଥରେ ଆଗେଇ ଚାଲ। ଠିକ୍ କାମ କଲେ ବାବା ତମ ହାତ କେବେ ଛାଡ଼ିବନି। ସନ୍ତାନ, ଆଉ ସବୁବେଳେ ବ୍ରହ୍ମ ମୁହୂର୍ତ୍ତରୁ ଉଠିବାକୁ ଚେଷ୍ଟା କର। ଯଦି ତମେ ଭୋର 3ଟାରୁ 5ଟା ଭିତରେ ଉଠିବ, ଦେଖିବ ତମ ଜୀବନରେ କିଛି ବଦଳିବ। ତମ ଜୀବନ ଯେଉଁ ଭଳିଆ ଚାଲିଛି, କିଛିଟା ପରିବର୍ତ୍ତନ ନିଶ୍ଚିନ୍ତ ତମେ ଜାଣିପାରିବ। କାରଣ ତମର ସବୁ ସକାରାତ୍ମକ ଚିନ୍ତାଧାରା ତମ ମନରେ ସୃଷ୍ଟି ହେବ। ଭଗବାନ ଯାହା ମନରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୁଏ, ଭଗବାନ ସେଇଭଳି ତା ଜୀବନ ବଦଳେଇଥାନ୍ତି। ତମେ ଦେଖୁନ, ତମ ମନରେ ଯେତେବେଳେ ଦୁଃଖ ରହୁଛି, ତମ ଦିନଟା ହିଁ ଦୁଃଖରେ ଯାଉଛି। କିନ୍ତୁ ତମେ ଯଦି ମନରେ ଖୁସି ରଖିବ, ତମ ଜୀବନଟା ବି ସେମିତି ଖୁସିରେ କଟିବ। ସନ୍ତାନ, ସେଥିଲାଗି ତମେ ଅଳସୁଆ ନ ହୋଇ ବ୍ରହ୍ମ ମୁହୂର୍ତ୍ତରୁ ଉଠିବାକୁ ଚେଷ୍ଟା କର। ଦେଖିବ ତମ ଜୀବନରେ ନକାରାତ୍ମକ ଊର୍ଜା ସୃଷ୍ଟି ହେବ, ଆଉ ତମର ସଂଘର୍ଷ ଧୀରେ ଧୀରେ କମି ଯିବ। ତମେ ତମ ଦୁଃଖଟାକୁ ଯେତେ ଜଟିଳ ଭାବିବ, ତମକୁ ଦୁଃଖଟା ସେତେ ଅଧିକ ଜଣାପଡ଼ିବ। ତମେ ଯଦି ଦୁଃଖଟାକୁ ଗୋଟେ ଛୋଟ କ୍ଷୁଦ୍ର ବୋଲି ଭାବିବ, ତମ ଦୁଃଖ ସେତେ ଶୀଘ୍ର ତମ ଜୀବନରୁ ଦୂର ହେବ। ସନ୍ତାନ, ଆଉ ସବୁରି ମୂଳରେ ଗୋଟିଏ କଥା, ତମ ବାବା ଉପରେ ବିଶ୍ୱାସ। ତମର ସେ ବିଶ୍ୱାସ ତମ ଭକ୍ତିର ପରିଚୟ। ସନ୍ତାନ, ମଣିଷ ଜୀବନରେ ଭଗବାନ ତାକୁ ସବୁ ଦେଇଛନ୍ତି। ଏ ପୃଥିବୀକୁ ଛାଡ଼ିଛନ୍ତି, ଏ ଦୁନିଆକୁ ଛାଡ଼ିଛନ୍ତି। ତା ମନ ଖୁସି ହେଲା ବୋଲି ଭଗବାନ ତାକୁ ସବୁ ଦେଇଛନ୍ତି। ଆଉ ଦୁଃଖ, କାହା ଜୀବନରେ ଦୁଃଖ ନାହିଁ? ସନ୍ତାନ, ସମସ୍ତଙ୍କ ଜୀବନରେ ଦୁଃଖ ଅଛି। ହେଲେ ସେଥିରେ ବି ଲୋକ ନିଜ ଜୀବନରେ ଟିକେ ଖୁସି ଖୋଜୁଛନ୍ତି। କାରଣ ଭଗବାନ ତାଙ୍କୁ ସବୁ ଜିନିଷ ଦେଇଛନ୍ତି। ଦୁନିଆରେ ଗଛ ଲତା, ପାଣି ପବନ ସବୁ ଦେଇଛନ୍ତି। ତମେ ପ୍ରକୃତିକୁ ନେଇ ବଞ୍ଚ। ସନ୍ତାନ, ଏ ପ୍ରକୃତିରେ ଏମିତି କିଛି ବି ଜିନିଷ ନାହିଁ ଯେଉଁଥିରେ ତମେ ଖୁସି ପାଇପାରିବନି। ତେବେ ନିଜ ମନକୁ କାହିଁକି ଖୁସି ଆଉ ଦୁଃଖରେ ରଖିବ? ନିଜ ମନକୁ ଖୁସିରେ ରଖ। ସବୁବେଳେ ନିଜ କର୍ତ୍ତବ୍ୟ କର୍ମ, ଯାହା ପାଇଁ ଯାହା ଦରକାର, ତମକୁ ଭଗବାନ ଦୁନିଆକୁ ଛାଡ଼ିଛନ୍ତି ଆନନ୍ଦରେ ବଞ୍ଚିବା ପାଇଁ, ଅନ୍ୟମାନଙ୍କର ସେବା କରିବା ପାଇଁ। କିଏ ନିଜ ପାଇଁ ଏ ଦୁନିଆକୁ ଆସିନଥାଏ। ସମସ୍ତଙ୍କର ସମସ୍ତଙ୍କ ପ୍ରତି କର୍ତ୍ତବ୍ୟ ଅଛି। ତମେ ନିଜ କର୍ତ୍ତବ୍ୟ କର, ସମସ୍ତଙ୍କର ଭଲ ଚିନ୍ତା କର, ଅନ୍ୟମାନଙ୍କ ପାଇଁ ସେବା କର, ପଶୁପକ୍ଷୀଙ୍କୁ ଖାଇବାକୁ ଦିଅ। ପାରୁଛ ଯଦି ପ୍ରତିଦିନ ଗୋମାତାଙ୍କୁ ଖାଇବାକୁ ଦିଅ। ତମ ଜୀବନରେ ନିଶ୍ଚିନ୍ତ ସକାରାତ୍ମକ ସୃଷ୍ଟି ହେବ। ତମ ଜୀବନରେ ଯାହା ବି ଚାଲିଛି ନିଶ୍ଚିନ୍ତ ପରିବର୍ତ୍ତନ ହେବ। ସନ୍ତାନ, ଏଥିରେ କୌଣସି ସନ୍ଦେହ ନାହିଁ। ପରିବର୍ତ୍ତନ ହିଁ ସଂସାରର ନିୟମ। କିନ୍ତୁ ତମେ ଯଦି ତମ କର୍ମଟାକୁ ଠିକ୍ ୱେରେ କରୁଥିବ, ତମର ନିଶ୍ଚିନ୍ତ ଭାବେ ଜୀବନରେ ଖୁସି ଭରି ରହିବ। ଦୁଃଖ ତ ରହିବ, ସେଇ ଦୁଃଖ ଭିତରେ ବି ତମ ମନ ଖୁସି ରହିବ। ଯଦି ତମେ ତମ କର୍ମ ଠିକ୍ସେ କରୁଥିବ, ତମ କର୍ତ୍ତବ୍ୟ ଠିକ୍ସେ କରୁଥିବ। ତମେ ଜମା ବି ଚିନ୍ତା କରନି। ସନ୍ତାନ, ତମ ବାବା ତମ ସହିତ ସବୁବେଳେ ରହିଥିବ। ତମ ଜୀବନରେ ତମେ ଯାହା ବି କରୁଛ, କେବଳ ବାବାଙ୍କୁ ବିଶ୍ୱାସ ରଖି ସେ କର୍ମ କର, ନିଶ୍ଚିନ୍ତ ସଫଳ ହେବ ତମେ। ଆଉ ସଂଘର୍ଷ ଯାହା ଆସିଛି, ସେ ଖୁବ୍ ଶୀଘ୍ର ତମ ଜୀବନରୁ ଦୂର ହେବ। ବହୁତ ବଡ଼ ଖୁସି ତମକୁ ଅପେକ୍ଷା କରିଛି। ଏହି ସଂଘର୍ଷକୁ ଟିକେ ଧୈର୍ଯ୍ୟର ସହିତ ମୁକାବିଲା କର, ଆଉ ଆଗକୁ ବଢ଼। ତମ ବାବା ଉପରେ ଭରସା ରଖି କେବଳ ଏତିକି ଭାବ ଯେ ମୋ ବାବା ଅଛନ୍ତି, ମୋ ସାଇ ଅଛନ୍ତି, ମୋ କଥା ନିଶ୍ଚିନ୍ତ ବୁଝିବେ। ତମେ ଯଦି ସେତିକି ତମ ମନ ଭିତରେ ରଖିଦେବ, ତମ କୌଣସି ଦୁଃଖ ତମକୁ ସ୍ପର୍ଶ କରିପାରିବନି। ସନ୍ତାନ, ତମେ କେବଳ ନିଜର କର୍ମ, ନିଜର କର୍ତ୍ତବ୍ୟ ଠିକ୍ସେ କର, ଅନ୍ୟମାନଙ୍କର ଭଲ ଚିନ୍ତା କର, ଅନ୍ୟମାନଙ୍କର ସେବା କର।
ମାନବ ସେବା ହିଁ ମାଧବ ସେବା। ତମେ ତମ କର୍ତ୍ତବ୍ୟ କର୍ମ କରିଚାଲ। ମୁଁ ତମ ସହିତ ସବୁବେଳେ ରହିଛି, ରହିଥିବି।